ନିମାପଡ଼ା ଆସିବ ଛେନା ଜାଲ ବାବା ବରାଳ ବାଲୁଙ୍କେଶ୍ୱରଙ୍କର ଚମତ୍କାରିତା ବିଷୟରେ ଶୁଣି ସକାଳୁ ସକାଳୁ ଆମେ 6 ଜଣ ବାହାରି ପଡ଼ିଲୁ ବାବାଙ୍କୁ ଦର୍ଶନ କରିବା ପାଇଁ। ଯେମିତି ଆମେ ଆମ ଶିଖର ବ୍ରିଜ ଉପରେ ଚଢ଼ିଛୁ ଗୋଟେ ଫଟୋ ଉଠାଇବାକୁ ଇଚ୍ଛା ହେଲା। ତାପରେ ତ ସେଲ୍ଫି ମାଷ୍ଟର ସାନ ଭାଇ ବିଶ୍ୱଜିତ ଆଉ ବିଳମ୍ବ ନ କରି ମୋବାଇଲ କ୍ୟାମେରାରେ କ'ଣ ଗୋଟେ ଖିଚକିନା କରିଦେଲା ଆଉ। ମୋର ଆଉ ଗୋଟେ ସାନ ଭାଇ ନରେଶ ସୃଷ୍ଟି ପ୍ରଳୟ ହୋଇଯାଉ, କିନ୍ତୁ ସେ ଠିକ୍ ସମୟରେ ଖାଇବାକୁ ଯେମିତି ନ ଭୁଲେ। ରାସ୍ତାରେ ଖାଲି ତ କହିଥାଏ କୋଉଠି ଖାଇବା ଭାଇ କୋଉଠି ଖାଇବା ଆଉ। ଯେମିତି ନିମାପଡ଼ାରେ ପହଞ୍ଚିଗଲୁ ମୋ ପସନ୍ଦର ଜଳଖିଆ ଦୋକାନ ଗୋପୀନାଥ ସୁଇଟ୍ସ ଭିତରକୁ ପଶିଗଲୁ। କିନ୍ତୁ ଦୁଃଖର ବିଷୟ ସକାଳୁ ଜଳଖିଆ ପାଇଁ କିଛି ନଥିଲା ଖାଇବାକୁ। ଯେମିତି ଶୁଣିଛି ଖାଇବାକୁ କିଛି ନାହିଁ, ନରେଶକୁ ଆଉ କିଏ ସମ୍ଭାଳେ। ମୋ ଉପରେ ତ ଖାଲି ଅଜାଡ଼ି ପକେଇଲା ଆଉ। କ'ଣ ଅଜାଡ଼ିଲା ବୋଲି ପଚାରନି ଭାଇ, ତାକୁ ଟିକେ ଥଣ୍ଡା କରେଇ ନେଇଗଲି ଆଗରେ ଥିବା ବେହେରା ମିଷ୍ଟାନ୍ନ ଭଣ୍ଡାରକୁ। ସତ କହୁଛି ଭାଇ, ମାନେ ଯଦି ଗୋପୀନାଥ ସୁଇଟ୍ସରେ ଖାଇଥାନ୍ତୁ ତାହେଲେ ଆମେ ଆଉ ପ୍ରକାଶ ଭାଇଙ୍କୁ ଭେଟି ପାରିନଥାନ୍ତୁ। ମାନେ ମୁଁ କହୁଛି ବେହେରା ମିଷ୍ଟାନ୍ନ ଭଣ୍ଡାରର ପ୍ରକାଶ ଭାଇଙ୍କ କଥା। ଏତେ ସୁନ୍ଦର ମଣିଷଟି ଭାଷାରେ ବ୍ୟକ୍ତ କରିପାରୁନି। ଆମେ ଯେମିତି ଦୋକାନ ଭିତରକୁ ପଶିଛୁ ପ୍ରକାଶ ଭାଇ କହିଲେ ଆରେ ବସ ବସ, କ'ଣ ଖାଇବ କୁହ ଆଗ। ନରେଶକୁ କିଏ ଆଉ ସମ୍ଭାଳେ, ଯାହା ତ ପାଇଲା ତା ତ ଠୁଙ୍କି ବସିଲା ଆଉ। ଆତ୍ମା ଶାନ୍ତି ମନ ଶାନ୍ତି ସବୁ ଶାନ୍ତି, ତା ରାଗ ବି ଥଣ୍ଡା। ହେଲେ ଆ ଭିତରେ ଆଉ ଗୋଟେ ସୁନ୍ଦର ଜିନିଷକୁ କେମିତି ଭୁଲିଯିବା ଯେ? ନିମାପଡ଼ା ଆସି ଯଦି ଝିଲିକୁ ଭୁଲିଯିବା ତାକୁ କଷ୍ଟ ହେବନି? ତାର କ'ଣ ମନ ବୋଲି କିଛି ନାହିଁ? ଆଉ ବିଳମ୍ବ ନ କରି ମଗେଇଦେଲୁ ଗୋଟେ ଗୋଟେ ଆଉ। ଏବେ ଆତ୍ମା ଶାନ୍ତି ମନ ଶାନ୍ତି, ହରି ଓମ୍। ଖାଇସାରି ଟଙ୍କା ଦେଇ ଆସିଲା ବେଳକୁ ପ୍ରକାଶ ଭାଇଙ୍କ ସହିତ ଟିକେ ଝପି ନ କରି ଆସିଲେ କ'ଣ ଭଲ ଲାଗିବ? ଭାଇ ଆମ ମାନଙ୍କୁ ବିଦାୟ ଦେଇ ଆମ ଅପେକ୍ଷାରେ ରହିଲେ। ଆମେ ଚାଲିଲୁ ବାବା ବାଲୁଙ୍କେଶ୍ୱରଙ୍କୁ ଦର୍ଶନ କରିବା ପାଇଁ।